ଧର୍ମେନ୍ଦ୍ର ପ୍ରଧାନ ଭଳି ଜଣେ ବିଜ୍ଞ ଲୋକ ଯଦି ରାଜନୀତି ଆମର ଓଡ଼ିଶାର ମଙ୍ଗ ଧରିବେ ନିଶ୍ଚିନ୍ତ ଭାବରେ ଓଡ଼ିଶାର ଉନ୍ନତି ହେବ। ତାଙ୍କର ସେ ଦକ୍ଷତା ଅଛି, ବହୁତ ଭଲ ହେବ। ଓଡ଼ିଶାରେ ଗତ 2 ବର୍ଷ ଭିତରେ ଯେମିତି ସରକାର ନଥିଲା ଭଳି ଅନୁଭବ ହେଉଛି। ଧର୍ମେନ୍ଦ୍ର ପ୍ରଧାନ ଦେଖନ୍ତୁ ରାଜନୀତିରେ ବହୁତ ଚତୁର ଖିଲାଡ଼ି, ତେଣୁ କେନ୍ଦ୍ରରୁ ଯାଇଛନ୍ତି, ଗୋଟେ ସିଲେକ୍ଟିଭ ଇସ୍ତଫା ତାଙ୍କର ହେଇଛି। ତାଙ୍କୁ କୌଣସି ବାଧ୍ୟବାଧକତାରେ ଇସ୍ତଫା ସେ ଦେଇନାହାନ୍ତି, ତେଣୁ ସେ ଗୋଟେ ଷ୍ଟ୍ରାଟେଜିକ୍ ଇସ୍ତଫା ତାଙ୍କର ହେଇଛି। ତାଙ୍କର କେନ୍ଦ୍ରରେ ହୁଏତ ତାଙ୍କୁ ଦାୟିତ୍ୱ ନ ଦେଇ ତାଙ୍କର ଯେଉଁ ଭିତରେ ଯେଉଁ ଇଣ୍ଟରେଷ୍ଟ ଥିଲା ଯେ ରାଜ୍ୟକୁ ଆସିକରି ସେ ରାଜ୍ୟ ରାଜନୀତିରେ ଗୋଟେ ବହୁତ ବଡ଼ ପରିବର୍ତ୍ତନ କରିବେ, ତେଣୁ ନିଶ୍ଚିନ୍ତ ଭାବରେ ରାଜ୍ୟବାସୀ ଅପେକ୍ଷା କରି ରହିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ଭଳି ଯେଉଁ ଚତୁର ବିଜ୍ଞ ଆଉ ରାଜନୀତିରେ ଯିଏ ପଲିଟିକାଲି ମ୍ୟାଚିଓର୍ଡ ଧର୍ମେନ୍ଦ୍ର ପ୍ରଧାନ, ଯାହା କେନ୍ଦ୍ରମନ୍ତ୍ରୀ ହିସାବରେ ବହୁତ ଦାୟିତ୍ୱ ନେଇଛନ୍ତି। ଆପଣ ପେଟ୍ରୋଲିୟମ୍ ମିନିଷ୍ଟ୍ରିଠୁ ଆରମ୍ଭ କରିକିରି ଆପଣଙ୍କର ଶିକ୍ଷା ମନ୍ତ୍ରୀ ପର୍ଯ୍ୟନ୍ତ, ତେଣୁ କେନ୍ଦ୍ରରେ ବହୁତ ଦାୟିତ୍ୱରେ ଥିଲେ। ବିଭିନ୍ନ ବଡ଼ ବଡ଼ ରାଜ୍ୟ ୟୁପି ଭଳି ରାଜ୍ୟରେ ମଧ୍ୟ ପ୍ରଭାରୀ ଥିଲେ, ତେଣୁ ତାଙ୍କର ବହୁତ ଦକ୍ଷତା ଅଛି, ବହୁତ ଦଖଲ ଅଛି କେନ୍ଦ୍ର ରାଜନୀତିରେ, ରାଜ୍ୟ ରାଜନୀତିରେ, MLA ହେଉ ହିସାବରେ ହେଉ, MP ହିସାବରେ ହେଉ। ତେଣୁ ରାଜ୍ୟବାସୀ ତାଙ୍କୁ ନିଶ୍ଚିତ ଭାବରେ ଗୋଟେ ପଜିଟିଭ ହୋପ୍ ଗୋଟେ ରହିଛି ଯେ ଧର୍ମେନ୍ଦ୍ର ପ୍ରଧାନ ଯଦି ରାଜ୍ୟକୁ ଫେରିବେ ସମସ୍ତେ ତାଙ୍କୁ ଅତି ହୃଦୟର ସହିତ ତାଙ୍କୁ ସ୍ୱାଗତ କରିବେ। ଯେମିତି ସମସ୍ତେ ଅପେକ୍ଷା କରିଥିଲେ 24 ବର୍ଷର ବିଜେଡ଼ି ଶାସନ ପରେ ଯେମିତି ବିଜେପି ଆସିଲେ ଗୋଟେ ବହୁତ ବଡ଼ ପରିବର୍ତ୍ତନ ହେବ, କିନ୍ତୁ ସେଇ ଆଶାକୁ ବିଜେପି ସରକାର ମାନେ ସ୍ପର୍ଶ କରିପାରିଲେ ନାହିଁ। ସାଧାରଣ ଲୋକ ସେଥିରେ ନିରାଶ ହେଇଛନ୍ତି। ଯଦିଓ ମୋହନ ମାଝୀ ଚାହିଁଥିଲେ କିଛିଟା ରାଜ୍ୟରେ ଭଲ କିଛି କରିବା ପାଇଁକି, କିନ୍ତୁ ଯେହେତୁ ଆପଣ ଜାଣିଛନ୍ତି, ଯେଉଁମାନେ ରାଜ୍ୟର ବିଜ୍ଞ ଲୋକମାନେ ଜାଣିଛନ୍ତି, ଇଣ୍ଟେଲେକ୍ଚୁଆଲ ଗ୍ରୁପ୍, ଯେ କିଛି ଗ୍ରୁପ୍ ବାଜି ଅଛି, ଗ୍ରୁପିଜିମ୍ ଅଛି, ଗୁଟବାଜି ଅଛି, ଯେଉଁଥିପାଇଁ କି ରାଜ୍ୟରେ ବିଶେଷ କିଛି ହେଇପାରୁନି। ବହୁତ ଗୁଡ଼ିଏ ନିଗମ ବି ଖାଲି ପଡ଼ିଥିଲା, ଏବେ ଧୀରେ ଧୀରେ ଇଏ ହେଉଛି, ବିଶେଷ କାମ ହେଇନି। କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ଭଳି ଜଣେ ବିଜ୍ଞ ଲୋକ ଯଦି ରାଜନୀତିକି ଆମର ଓଡ଼ିଶାର ମଙ୍ଗ ଧରିବେ, ନିଶ୍ଚିନ୍ତ ଭାବରେ ଓଡ଼ିଶାର ଉନ୍ନତି ହେବ। ତାଙ୍କର ସେ ଦକ୍ଷତା ଅଛି, ବହୁତ ଭଲ ହେବ। ଓଡ଼ିଶାରେ ଗତ 2 ବର୍ଷ ଭିତରେ ଯେମିତି ସରକାର ନଥିଲା ଭଳି ଅନୁଭବ ହେଉଛି। ସାଧାରଣ ଲୋକ ଅନୁଭବ କରିପାରୁନାହାନ୍ତି ଯେ ସରକାର ଅଛି, ଏ ଅନୁଭବ କରିପାରୁନାହାନ୍ତି। ତେଣୁ ଯେଉଁ ଆଶା ଭରସା ନେଇକରି ସାଧାରଣ ଲୋକ ବିଜେପିକି ଭୋଟ ଦେଇଛନ୍ତି, ତେଣୁ ବିଜେପି ମଧ୍ୟ ସେହିଭଳି ଭାବରେ ସେ ଆସ୍ଥାଭାଜନ ହେବା ଦରକାର। ଏବେ ପଞ୍ଚାୟତ ଇଲେକ୍ସନ୍ ବହୁତ ଜଲ୍ଦି ଆସିଯିବ, ତେଣୁ ପଞ୍ଚାୟତ ଇଲେକ୍ସନ୍ରେ ଯେଉଁ ବିଜେପିର ହେବା କଥା, ଯେଉଁ ସ୍କୋର ହେବା କଥା, ସେଇ ସ୍କୋର ବର୍ତ୍ତମାନ ନାହିଁ। ତେଣୁ ଧର୍ମେନ୍ଦ୍ର ପ୍ରଧାନ ଠିକ୍ ପଞ୍ଚାୟତ ଇଲେକ୍ସନ୍ ପୂର୍ବରୁ ମଙ୍ଗ ଧରିବେ ବୋଲିକି ଲୋକ ଆଶା କରୁଛନ୍ତି। ହେଲେ ନିଶ୍ଚିତ ଭାବରେ ଗୋଟେ ପଜିଟିଭ୍ ଡେଭଲପମେଣ୍ଟ ହେବ।